କିରେ ଶାନ୍ତି ହଁ ଏଲିନା ସାରାଦିନାସ ଓହୋ କିରେ সোনা କିରେ ଆମ ଗାଁରେ ଡେଙ୍ଗୁରା ଦିଆଯାଇଥିଲା ଆମ ଗାଁରେ ମଦ ବିକ୍ରି ହବନି କି ମଦ ଖାଇବେନି ତୁ କଣ ମଦ ଖାଇ ଦେଇକି ପଳେଇ ଆଇଛୁ ଶାନ୍ତି ହଁ ଆଜି ଗାଁକୁ ଆସିଲି ତ ଓ ନଥଲୁ ତ 5-6 ମାସ ହେଲା ଆଜି ଗାଁକୁ ଆଇଛୁ ଆଉ ଘୁଷରି ପକେଇ ଦେଇଛି ପକେଇ ଦେଇକି ବାଟରୁ ଆଇଛୁ ହରି ପାଦ ଠିକରେ ପଡୁନି ତୋ সোনা ଆଜ୍ଞା ଏ ବାପା 5-6 ମାସ ହେଲା ଗାଁ ଛାଡିକି କୁଆଡେ ପଳେଇଲ କି ଶାନ୍ତି କଟକ କଟକରେ ଥିଲ ଏଇ ପାଖ କଟକରେ ଥିଲ 5-6 ମାସ ହେଲା ଜମା ଗାଁକୁ ଆସିଲ ନାଇଁ ତ ନା ନାଇଁ କଟକରେ କାମ କଣ କରୁଥିଲ ଶାନ୍ତି ଗୋଟେ ମାଇପ ଦୋକାନଟେ ଦେଇଛି କଣ କୋଉ ଦୋକାନ ମାଇପ ଦୋକାନ ଆରେ ସବୁ ସିନା ଦୋକାନରେ ମିଳୁଛି ମାଇପ କୋଉଟେ ଦୋକାନରେ ମିଳୁଛି ରେ ଶାନ୍ତି ଜାଣିନାହାନ୍ତି ହଁ ଏଟା କୋ ଓ ପେଲୁଚୁ ପେଲୁଚୁ ଭିଡୁଚୁ ହେଇ ଦୋକାନ ସେଇ ଦୋକାନ ହେ ଜାଣି ପାରିନି ରେ ଆରେ ସେଇଟା ଇସ୍ତ୍ରୀ ଦୋକାନ ଇସ୍ତ୍ରୀ ଦୋକାନ ଠିକ ମୂର୍ଖ ଲୋକ ତ ସେଇଟା ଆସୁନି ଆଉ ଇସ୍ତ୍ରୀ ଦୋକାନ କହି ପାରିନୁ ଯେ କିଏ ଗୋଟେ କହି ଦେଇଛି ମାଇପ ଦୋକାନ କହିବୁ ତୁ ହେଟାକୁ ଘୋଷିଛୁ ଆଉ ଶାନ୍ତି সোনা ତୁ ସିନା ଗୋଟେ ଲଣ୍ଡ୍ରି ଦୋକାନ ଟିଏ ଦେଲୁ 5 ପଇସା ପାଇଲୁ ଘରକୁ ପଇସା ପଠେଇଲୁ କି ଘରେ ରଖିଲୁ ଆମେ ମାନେ ଯୋଉ ହଇରାଣ ହଲୁ 5 ମାସ ହେଲା ଗାଁ ସେବା ଛାଡି ଦେଇକି ପଳେଇଲୁ ଆମେ ମାନେ ହଇରାଣ ହେଇକି ନିଜେ ନିଜେ ମହିଳା ଲୁଗାପଟା ଆମେ ନିଜେ ସଫା କଲୁ ଶାନ୍ତି କାଇଁ ମୋ ବାଲିଆ ଗ୍ରାମକୁ ମୋ ସ୍ତ୍ରୀ ଆସୁନଥିଲା କି ସେବା କରିବାକୁ ଜମା ଦିନେ ହେଲେ ସେ ଧନ ଆସିଲାନି କି ସେବା କଲାନି ସାଙ୍ଗ ମିଛ କଥା କହୁଛୁ ମୁଁ ମିଛ କଥା କହୁଛି ଆଉ କଣ ଆରେ ତୁ କଣ ମୋ ଶତ୍ରୁ ଯେ ମୁଁ ତୋ ବିରୋଧରେ କହିବି ଶାନ୍ତି କଣ 5 ମାସ ହେଲା କେବେ ବି ଆସିନି ସଫା କରିବାକୁ କେବେ ହେଲେ ତୋ ସ୍ତ୍ରୀ ଗାଁ ଭିତରକୁ ଆସିନି କି ଲୋକମାନଙ୍କଠୁ ମହିଳା ଲୁଗାପଟା ନେଇକି ସଫା କରିକି ଦେଇନି ନା କି କଥା ବିଶ୍ୱାସ ହଉନାହିଁ ତୋର ମୋର ବିଲକୁଲ ବିଶ୍ୱାସ ହଉନି ଶାନ୍ତି ଦେଖ ପଛପଟେ ମାଉସୀ ମାନେ ଭଉଣୀ ମାନେ ବସୁଛନ୍ତି ସେମାନଙ୍କୁ ପଚାରେ ନିଶ୍ଚୟ ପଚାରିବି ଚାରିପଟେ ମଉସା ମାନେ ଭାଇ ମାନେ ଚାରିପଟେ ତୋତେ ଅନେଇକି ରହିଲେଣି ତୋତେ ଦେଖୁ ଦେଖୁ ସେମାନେ ରାଗିକିରି ରହିଲେଣି ଶାନ୍ତି ଆଉ ରାଗିବାର କାରଣ କଣ ଅଛି ନୁହଁ ତୋତେ ଠିକରେ ମାସକୁ ମାସ ଦରମା ଦଉଛୁ ଶାନ୍ତି ମୁଁ ଟିକେ ପଚାରିକି ବୁଝିଦେବି ମୁଁ ମିଛ କହୁଛି କି ସତ କହୁଛି ତୁ ଜାଣିବୁ ରାଜା ନା ବୋଉ ପିଲା ଗାଁକୁ ଆସିଥିଲେ ସେବା କରିବାକୁ ଏ ଭଗବାନ ଦେଖେ ଆଙ୍କର ବୋଧେ କରିନି ଆଗ ଦରଖାସ୍ତ ସିଏ ଦେଇଛନ୍ତି ରାଜା ନା ତୁ ଆଗ ଦରଖାସ୍ତ ଦେଇଛୁ ଦେଖିଲୁ ତାର କିଛି ସେବା କରିନି କରିନି ତ ଆଚ୍ଛା ଆଉ ଟିକେ ବୁଲିକି ପଚାରିଦେ ପଚାରୁନ ମାଉସୀ ବୋଉ ପିଲା ଗାଁକୁ ଆସିଥିଲେ ସେବା କରିବାକୁ ଏଇଠି ହାତ ଦେଖେଇକି ହାତ ଠାରିକି କହିଲେଣି ମୋ ଆଈ ଆଗରେ ବଇଛି ତାର ବି କିଛି ସେବା ନା ପଚାରୁନ ଏପଟୁ ଏଇଠି ନନା ବଇଛି ଭାଉଜ ଏ ତମ ଯା ଗାଁକୁ ଆସିଥିଲା ସେବା କରିବାକୁ ନାଇଁ ଭାଉଜରେ ତାହେଲେ କାହାର ସେବା କରିନି ଏଇଠି ନନା ମୋ ପଛପଟେ ବସିଛନ୍ତି ପଚାରୁନ ବିଜୟ ନା ସେ ବେଶୀ ବିଜୟ ନା ରାଗିକିରି ଅଛନ୍ତି ବିଜୟ ନା ଇଏ ଭାଇ ବୋଉ ଆସିକି ଗାଁରେ କରୁନଥିଲେ ତମଟେ ବି କରିନାହାନ୍ତି ପାକଳିଆ ଲୋକ ଦେଖିକି କରିନି ଆଉ କଣ ଭୟ କଲା ନା କଣ କି ଜାଣି সোনা ବହୁତ କଥା ବାକ୍ ଚତୁରୀ କିଛି ଆରମ୍ଭ କରନା ଧନ ତୋତେ ଦେଖୁ ଦେଖୁ ଲୋକମାନେ ରାଗିକିରି ସବୁ ରହିଲେଣି ଶାନ୍ତି ରାଗିବେ କାହିଁକି ଯଦି ମାଇପ ଭୁଲ କରିଛି ତାକୁ ସଂଶୋଧନ କରିବି କି ଆଗକୁ ବଢେଇବି ନା ହଉ ଶାନ୍ତି ମା ମାନେ ଯେତେବେଳେ ରାଗିଛନ୍ତି ମା ମାନଙ୍କୁ ବାପା ମାନଙ୍କୁ ଦଦା ମାନଙ୍କୁ ମଉସା ମାନଙ୍କୁ ଗୋଟିଏ କ୍ଷମା ପ୍ରାର୍ଥନା କରୁଛି ମା ଲୋ ମତେ କ୍ଷମା କର ଏମିତି ଭୁଲ କରିକି ମୁଣ୍ଡିଆଟେ ମାରିଦେଲେ ଲୋକମାନେ ଖୁସି ହେଇଯିବେ ଶାନ୍ତି ଆରେ ଅନଉଛୁ ଅନଉଛୁ କାହିଁ ଶାନ୍ତି ସେଠି କହିଲୁ ଆଇଲେ କାହିଁ ତ ଦେଖୁନି କୋଉଠି ଠିକ କଥା সোনারে ଏ ଆମ ଗାଁରେ ସିନା କାହାକୁ ସେବା କଲାନି ଯୋଉମାନଙ୍କର ସେବା କରିବା କଥା ସେମାନଙ୍କ ପାଖକୁ ଯାଇଛି ଯୋଉମାନଙ୍କର ବୋଲେ କଣ ଯୋଉମାନଙ୍କର ସେବା ସେ ସଦାବେଳେ କରୁଛି ତାଙ୍କଠୁ ଉପକାର ପାଉଛି ତାଙ୍କ ପାଖକୁ ଯାଇଛି ଦେଖେ କାହା ସେବା କରୁଛି ଟିକେ ଶୁଣିବି କହିବି କହିଲ ନାଇଁ ରାଗିବୁନି ନା ଶାନ୍ତି ରାଗିବି କଣ କପାଳ ତୋହର ଫଟାରେ সোনা ସେଠି କପାଳ ତୋହର ଫଟା
ତୋ ଘରକୁ ଆସନ୍ତି ଟୋକାରେ ସନା ଶାନ୍ତି କପାଳ ତୋହର ଶାନ୍ତି ବୋଗେ ଶାନ୍ତି ମୋ ଘରକୁ ଧାଡ଼ି ବାନ୍ଧିକି ଟୋକା ଆସୁଛନ୍ତି କାହିଁକି କାମ କ'ଣ କିଏ ଦିଏ ଶାଢ଼ୀ କିଏ ଦିଏ ଚୁଡ଼ି କିଏ ଦିଏ ହାତକୁ ଶଙ୍ଖା କିଏ ଦିଏ ଶାଢ଼ୀ କିଏ ଦିଏ ଚୁଡ଼ି କିଏ ଦିଏ ହାତକୁ ଶଙ୍ଖା ଶାନ୍ତି ତୋ ଇଜ୍ଜତ ଲାଗିଲା ଭିକାରେ ସନା ସେଠି କପାଳ ତୋହର ଶାନ୍ତି ଆଉ ଅଛି ପୁରା ଫାଟିକି ବୋହିଗଲା ହେଲା ନାଇଁ କପାଳ ତୋର ଫାଟିଛି ନା ନାଇଁ ସମ୍ପୂର୍ଣ୍ଣ ଫାଟିଗଲା ମୋ ଇଜ୍ଜତ ଆଉ ଅଛି ଆମ ସେବା ତୁ ନ କରେ ସିଏ ବୁଲିକି କୁଆଡେ କଣ କରୁଛୁ କରୁ ହଉ ଶାନ୍ତି ଆଜି ଆସୁ ତାର ଦିନକୁ ମୋର ଦିନ ମୋ ନାଁ ସନା ସେଠି କଣ କରିବି ଶାଳି ପିଠିରେ ଦେବି ଦେଖିବା ଶାନ୍ତି କଣ ଝୁଲେଇଛି ଏଡ଼ିକି ବଡ଼ ତାଲା ଶାନ୍ତି ଇଏ ରଜାଙ୍କର ବି ଏଡ଼େ ବଡ଼ ତାଲା ନଥିବ ଆରେ ବର୍ତ୍ତମାନ ମାର୍କେଟକୁ ବଡ ବଡ ତାଲା ଆଉଛି ତୁ ବୋଧେ ଛୋଟ ତାଲାଟା ଦେଇକି ଯାଇଥିଲୁ ହେଲେ ବୋଧେ କଳଙ୍କ ଲାଗିକି ଭାଗି ଯାଇଛି ନା କଣ ହେଇଛି ତେଣୁ ସେ ଗୋଟେ ବଡ ତାଲାଟେ କିଣିକି ପକେଇଛି ଆଉ ହଉ ମୁଁ ଯେତେବେଳେ ଆସିଛି କଣ ବାହାରେ ଶୋଇବି ନା କଣ ନାଇଁ ଭିତରେ ପଶି ଭାଙ୍ଗିକି ଗୁଣ୍ଡ କରିଦେବି କିରେ ତୁ ଭେଣ୍ଡା ପିଲା କଣ ଗୁଣ୍ଡି ଖାଇ ପିଣ୍ଡାରେ ଶୋଇବୁ ନା କଣ ନାଇଁ ଭିତରକୁ ଯିବି ନା ଯା ମାଟି ଯା Jamilah